ଗୃହକର୍ତ୍ତା এই ସତ୍ସଙ୍ଗ ପ୍ରଦାନ କରିଛନ୍ତି। ସବୁବେଳେ ବର୍ଣ୍ଣବୋଧରେ ଆମେ ମାନେ ସମସ୍ତେ ପଢିଥିଲୁ ସେଇ କଥା, ବୈକୁଣ୍ଠ ସମାନ ହଟେ ସେଇ ଘର, ପରସ୍ପର ସ୍ନେହ ଜହିଁ ଥାଏ ନିରନ୍ତର। সুতরাং পরিবার বৈকুণ্ঠ হব, পরস্পর পরস্পরକୁ ଭଲ ପାଇବେ। এইটা ଯୋଉଠି ନ ହେଇଛି সেই ପରିବାର ବୈକୁଣ୍ଠ ପରିବର୍ତ୍ତେ ଶ୍ମଶାନରେ ପରିଣତ ହେଇଛି। ଉପାୟ କଣ? ଆମେ ଯୋଉ ସତ୍ସଙ୍ଗ କରୁଛୁ, କୋଉ ମଠରେ ବସିଛୁ, କୋଉ ମନ୍ଦିରରେ ବସିଛୁ, ନା ସେମିତି ଗୋଟେ କିଛି ଗୀତା, କୋରାନ, ବାଇବେଲ ଇତ୍ୟାଦି ପଢା ହଉଛି, ସେଇଆ ନୁହେଁ। ଗୋଟେ ପରିବାରକୁ ଆମେ ପୂଜା କରୁ। ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡମା, ଚଳନ୍ତି ସତ୍ୟାନୁସରଣ ଶ୍ରୀ ଶ୍ରୀ ବଡଦା ଏବଂ ଅଧନାଙ୍ଗ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ। ତେଣୁ ଏଇ ପାରିବାରିକ ଜୀବନରେ ମଣିଷ ଯେତେବେଳେ ହାହୁତାଶରେ କାଳାତିପାତ କରେ, ଗୋଟେ ମଡେଲ ଦେଇଯାନ୍ତି ପୁରୁଷୋତ୍ତମ। ଯୋଉ କଥା ଭାଗବତରେ ଲେଖା ହେଇଛି, ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ। ଯୁଗକୁ ଯୁଗ ଏହି ମତେ ମାନେ ବର୍ତ୍ତମାନ ଯାହା ଯାହା ଦରକାର ଥିଲା ଆସିଥିଲେ ପ୍ରଭୁ ରାମଚନ୍ଦ୍ର, ଯାହା ଯାହା ଦରକାର ଥିଲା ଆସିଥିଲେ ପ୍ରଭୁ କୃଷ୍ଣଚନ୍ଦ୍ର, ଯାହା ଯାହା ଦରକାର ଥିଲା ଆସିଥିଲେ ପ୍ରଭୁ ରସୁଲ ମହମ୍ମଦ ଶ୍ରୀ ଚୈତନ୍ୟ ଇତ୍ୟାଦି ଇତ୍ୟାଦି। ପରିଶେଷରେ ଆସିଲେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ମଣିଷ ମନରେ ପ୍ରଶ୍ନ କରେ, ରାମାୟଣ ହେଇଗଲା, ମଣିଷ ଚିହ୍ନିଲା ଶ୍ରୀରାମଙ୍କୁ। ସମ୍ମାନନୀୟ କେନ୍ଦ୍ର ସରକାରଙ୍କ ଯୋଜନାରେ ନାମଲୀଳା ପ୍ରତିଷ୍ଠା ହେଇଗଲେ ଅଯୋଧ୍ୟାରେ, ମଣିଷ ବୁଝିଲା ରାମଚନ୍ଦ୍ରଙ୍କୁ। ଶ୍ରୀକୃଷ୍ଣ ସିରିଏଲ ବିଭିନ୍ନ ଚ୍ୟାନେଲରେ ଚାଲିଛି, ଟେଲିଭିଜନରେ ପ୍ରଭୁ ଜାଣିଲା କୃଷ୍ଣଚନ୍ଦ୍ରଙ୍କୁ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ପ୍ରକୃତରେ କିଏ? ତାଙ୍କ ବିଷୟରେ କୌଣସି ତ ସିରିଏଲ ନାହିଁ, କୌଣସି ସିନେମା ନାହିଁ। ଆମେ କେମିତି ଜାଣିବା ସେ ପୁରୁଷୋତ୍ତମ? ଏ ପାଖରେ ଅଛି, ମନେ କରାଯାଉ କୁଆମରା କଲେଜ, ତା ବିଷୟରେ ଆପଣ ମାନେ ସବୁ ଜାଣିଛନ୍ତି। ଏମପିସି କଲେଜ ବିଷୟରେ ଜାଣିନାହାନ୍ତି, ଉତ୍କଳ ୟୁନିଭର୍ସିଟି ବିଷୟରେ ଜାଣିନାହାନ୍ତି, କାରଣ ଆପଣ ମାନେ ସେଠିକୁ ଯାଇନାହାନ୍ତି, ସେଠିକାର ବାତାବରଣ ସହିତ ପରିଚିତ ନାହାନ୍ତି, ତେଣୁ ଆପଣ କିଛି ଜାଣିନାହାନ୍ତି। ଠିକ ସେଇଭଳିଆ ପ୍ରଥମରୁ ଶ୍ରୀ ଶ୍ରୀ ଠାକୁର ବାଣୀ ଦେଲେ, ଦକ୍ଷ ହବାର କାଇଦା ଜଣାଏ, ତେଣୁ ଦୀକ୍ଷାର ଏତେ ଦାମ। କୃତି ଗୁରୁଙ୍କର ପାଖକୁ ଯାଇ ସାର୍ଥକ କର ଦୀକ୍ଷାର ନାମ, ଦକ୍ଷ ହେଇ ଉଠିବ। ଯଦି ଜଣେ ବାପା ହେଇଛି ତାର ପିତୃତ୍ୱ ସାର୍ଥକ ହବ, ଯଦି ଜଣେ ମା ହେଇଛି ତାର ମାତୃତ୍ୱ ସାର୍ଥକ ହବ, ଯଦି ପୁଅ ଝିଅ ହେଇଛନ୍ତି ସବୁ ପରିଚୟର ତୋଟା ଆଜି ଉଡି ଯାଇଛି, ଲିଭି ଯାଇଛି, ମଣିଷ ଭୁଲି ଯାଇଛି। ସେଇଥିପାଇଁ ପ୍ରତ୍ୟେକ ଦିନ ଖବର କାଗଜରେ ହେଡଲାଇନରେ ଦେଖିବେ ପାରିବାରିକ ଗଣ୍ଡଗୋଳ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ସେଦିନ କନଫରେନ୍ସରେ କହୁଥିଲେ, ମତେ ଲାଗୁଛି ଏଇ ସତ୍ସଙ୍ଗୀ ମାନଙ୍କ ପରିବାର ଗୁଡା ହିଁ ବାସ୍ତବରେ ପରିବାରର ମଜା ନଉଛନ୍ତି। ତାର କାରଣ ଆମମାନେ ଗୋଟେ ପରିବାରକୁ ମାନି ଚାଲିଛୁ। ତେଣୁ ଏ ଦୀକ୍ଷା ନେଲେ ମଣିଷ ବାସ୍ତବରେ ଗୁରୁଙ୍କୁ ଗ୍ରହଣ କଲେ ମଣିଷ ବୁଝେ ଏଇ ଜୀବନର ସ୍ୱାଦଟା କଣ। ମନେ କରାଯାଉ ନୂଆ କରି ପୋଟଳ ଆସୁଛି ବଜାରକୁ, ଘରକୁ ଆଣିଲେ ମାଙ୍କୁ ଦେଲେ ଟିକେ ପୋଟଳ ରସା କର, ଖରାଟା ବଢି ଯାଇଛି, ତେଣୁ ଦହି ପଖାଳ ସାଙ୍ଗରେ ଟିକେ ଭଲ ଲାଗିବ। ଖାଇଦେଲେ, ଥୁ ଥୁ କରିକି ପକେଇଦେଲେ। ମା କହିଲେ, ଏତେ ଶ୍ରଦ୍ଧାରେ କରିଥିଲି, ଏମିତି କଣ ପକେଇଦେଲ? ନିଜେ ଚାଖିଲେ, ହସି ଦେଇକିନା କହିଲେ, ହୋ ଟିକେ ଲୁଣ ପକେଇବାକୁ ଭୁଲି ଯାଇଥିଲି। ତେଣୁ ଗୁରୁ ହଉଛନ୍ତି ସଲ୍ଟ ଅଫ ଲାଇଫ। ଏଇ ଜୀବନର ଜୀବନବାଦକୁ ଯଦି ମଣିଷ ଉପଭୋଗ କରିବାକୁ ଚାହେଁ, ଅନୁଭବ କରିବାକୁ ଚାହେଁ, ତାହେଲେ ଜୀବନରେ ଗୁରୁ ଗ୍ରହଣ ପ୍ରୟୋଜନ ନିତାନ୍ତ ଆବଶ୍ୟକ। ଆସିବି ପ୍ରସଙ୍ଗକୁ, ଯୋଉ କଥା କହୁଥିଲି, ରାମଚନ୍ଦ୍ର ଚାଲିଗଲେ, କୃଷ୍ଣଚନ୍ଦ୍ର ଚାଲିଗଲେ, ରାବଣକୁ ମାରି ଦେଇଗଲେ, ରାମଚନ୍ଦ୍ର 3ଟା ଅକ୍ଷର ଚାଲିଗଲା। କୃଷ୍ଣକୁ ମାରି ଦେଇଗଲେ, କୃଷ୍ଣ ମାରି ଦେଇଗଲେ, କଂସକୁ 2ଟା ଅକ୍ଷର ଚାଲିଗଲା, ରହିଗଲା ରାବଣତ୍ୱ। ଆଜି ବି ସେଇ ସୀତା ଅପହରଣ ହଉଛି, ଗୁମୁରି ଗୁମୁରି କାନ୍ଦୁଛି ସେଇ ନାରୀତ୍ୱ। ଆଉ କଂସ ଚାଲି ଯାଇଛି, କିନ୍ତୁ ସେଇ କଂସତ୍ୱ ରହିଯାଇଛି, ଅତ୍ୟାଚାର କରୁଛନ୍ତି ସେଇ ମାମୁଁ ମାନେ। ପ୍ରସଙ୍ଗ ଆସିଲା, ପ୍ରଶ୍ନ ଚିହ୍ନ ଭିତରେ ରହିଲା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କାହାକୁ ମାରିବା ପାଇଁ ଆସିଥିଲେ? ଖଣ୍ଡା ଖର୍ପର ନାହିଁ, ସୁଦର୍ଶନ ଚକ୍ର ନାହିଁ, ପ୍ରିୟ ପରମ ଆସିଲେ ପ୍ରେମର ଚକ୍ର ନେଇ ମୁଁଟାକୁ ମାରିବା ପାଇଁ, ଅହଂକୁ ମାରିବା ପାଇଁ। ସତ୍ୟାନୁସାର ଲେଖି ଦେଇଗଲେ, ମଣିଷର ଅହଂଟା ଯେତେବେଳେ ମିଳେଇ ଯାଏ, ଜୀବଟା ସେତେବେଳେ ସର୍ବଗୁଣ ସମ୍ପନ୍ନ ଆଉ ନିର୍ଗୁଣ ହେଇଯାଏ।
ତେଣୁ ତାଙ୍କୁ ଆସିବା ପାଇଁ ପଡେ। ନିଜର ପରିଚୟ ଦେଇ କହୁଛନ୍ତି ତାଙ୍କର ବାଣୀରେ, ସବୁ ଦେବତାଙ୍କ ସମାହାରରେ ପୁରୁଷୋତ୍ତମଙ୍କର ସୃଷ୍ଟି, ସହଜ ମଣିଷ ନର ରୂପରେ କରନ୍ତି ଧୃତି ବୃଷ୍ଟି। ସବୁ ଦେବତାର ସମାହାରରେ ପ୍ରିୟ ପରମ ଆସିଥିଲେ ସେ 1888 ମସିହା ଭାବର ବାଣୀରେ କହୁଛନ୍ତି, ମୁହିଁ ପରମ କାରଣ ଅନନ୍ତ କୋଟି ଦେବତା ଇନ୍ଦ୍ର ଚନ୍ଦ୍ର ବାୟୁ ବରୁଣ ବ୍ରହ୍ମଜ୍ୟୋତି ଶ୍ରୀକୃଷ୍ଣଙ୍କର ଅଙ୍ଗ ଜ୍ୟୋତି। ମୁଁ ସେହି ପରମ ପୁରୁଷ ଶ୍ରୀକୃଷ୍ଣ, ମୁଁ ସେହି ଦୟାଳ ଦେଶ ବ୍ରହ୍ମ ଦେଶ ପିଣ୍ଡ ଦେଶ। ମୋର ଆଳତି କରନ୍ତି ଚନ୍ଦ୍ର ସୂର୍ଯ୍ୟ ତାରକା କୋଟି କୋଟି ଗଗନ। ମୁହିଁ ମୋର ସୃଷ୍ଟି, ମୁହିଁ ମୋର ସ୍ରଷ୍ଟା, ମୁହିଁ ଜୀବନ୍ତ, ମୁହିଁ ମୃତ, ମୁହିଁ ଜୀବନ୍ତ ହେଇ ଘୁରି ବୁଲୁଛି। ମୁହିଁ କୁକୁର ହେଇ ମୁଠେ ଅନ୍ନ ପାଇ ଚାଲି ଯାଉଛି। ମୁଁ ପୁଣି ଲାଠି ହେଇ ମୋରି ମୁଣ୍ଡରେ ଆଘାତ କରୁଛି। ବେଦ କୋରାନ ବାଇବେଲ ଯାହା କିଛି ସବୁ ମୁଁ। ଇଏ ହଉଛନ୍ତି ପ୍ରିୟ ପରମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ସବୁ ଦେବତାର ସମାହାରରେ ପୁରୁଷୋତ୍ତମଙ୍କର ସୃଷ୍ଟି। ଶ୍ରୀ ଆଚାର୍ଯ୍ୟଙ୍କର କଥା ଟିକେ କହିବି। କଥା ପ୍ରସଙ୍ଗରେ ସେଇଦିନ କନଫରେନ୍ସରେ କହୁଥିଲେ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ, ସମ୍ମାନନୀୟ ମା ମାନେ ଆଚାର୍ଯ୍ୟ ଦେବଙ୍କର ଧର୍ମପତ୍ନୀ ଥରେ କହିଲେ, ଅନେକ ଦିନ ହେଲାଣି ମୁଁ ଆସିଲିଣି, ଆପଣ ମାନେ ଜାଣିଛନ୍ତି ଦେଓଘର ଆଶ୍ରମରୁ ଅନତି ଦୂରରେ ବାବାଧାମ ବୈଦ୍ୟନାଥ ଧାମ ଅନେକ ଭାଇ ମା ମାନେ ଏଠୁ ଯାଆନ୍ତି। ଶ୍ରାବଣ ମାସରେ ଜଳ ଅର୍ପଣ କରି ପ୍ରଭୁଙ୍କ ପାଖରେ ଆସନ୍ତି, ସତ୍ସଙ୍ଗ ଆଶ୍ରମ ବି ବୁଲିକି ଆସନ୍ତି। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ହସିଲେ, କହୁଛନ୍ତି ମୋର ମନେ ହୁଏ ନା ଶ୍ରୀ ଶ୍ରୀ ଠାକୁରଙ୍କ ପରେ ଆଉ କାହାକୁ ଜଳ ତର୍ପଣ କରିବା ନା, ମୋର ଟିକେ ଇଚ୍ଛା ଅଛି ଯିବା ପାଇଁ। ନା ଠିକ ଅଛି ଚାଲ। ଯାଉଛନ୍ତି ସେ ବାବାଧାମ ମନ୍ଦିରକୁ ପଶି ଯାଉ ଯାଉ ଆପଣ ମାନେ ଯୋଉମାନେ ଯାଇଛନ୍ତି ଜାଣିଥିବେ କୋଉ ପ୍ରକାର ସେଠି ସେ ପଣ୍ଡା ମାନେ ଅତ୍ୟାଚାର କରନ୍ତି। ଥରେ ଯାଇଥିଲି ମୁଁ, ଦର୍ଶନ ପାଇନି, ପଳେଇ ଆସିଲି ଏମିତି। ସେଠୁ ପାଖରୁ ଇଚ୍ଛା ବି ହଉନି ଯିବାକୁ। ଯାହା ବି ହଉ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଯାଉଛନ୍ତି, ଜଣେ ପଣ୍ଡା ତାଙ୍କ ହାତଟାକୁ ଧରି ନେଇଗଲା। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ହସୁଛନ୍ତି, কি হলো? সে পଣ୍ଡা কହୁଛନ୍ତି তোমার গ্রহটা ঠিক নয়। শ্রী শ্রী আচার্য দেব কହୁଛନ୍ତି আচ্ছা আচ্ছা ঠিক আছে, কেমন করে ভালো হবে? কেমিতি ভালো হব না, ଗୋଟେ ପୂଜା ତର୍ପଣ କରିବା ପାଇଁ ପଡିବ 10,000 ଟଙ୍କା ଲାଗିବ। শ্রী আচার্য দেব হসিকিনা কହୁଛନ୍ତି 10,000 টাকা আমি তো দিতে পারবো না, আমি গরিব মানুষ, আমি দিতে পারবো না 10,000 টাকা। ତାକୁ ସେଇଠୁ ଆଚାର୍ଯ୍ୟ ଦେବକୁ କହୁଛନ୍ତି, ସେଇ ନନା ତୁମକୁ ଚିରଦିନ ପାଇଁ ନିଃସନ୍ତାନ ହୋଇ ରହିବା ପାଇଁ ପଡିବ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି ঠাকুরের দয়াতে সেকেন্ড জেনারেশন এসে গেছে, সুতরাং দ্বিতীয় পুত্র সন্তান প্রাপ্ত হয়ে যাইছি। শ্রী শ্রী আচার্য দেব সেইটু পছ বুলেইলে, সৌধর্মীকে ধরিলে আর পড়ে আসলে। ইয়ে হচ্ছেন শ্রী শ্রী ঠাকুর অনুকূল চন্দ্র। তাকে ধরিলে ହିଁ ମଣିଷ ବୁଝିପାରେ ଜୀବନର ସ୍ୱାଦ କଣ, ଆନନ୍ଦ କଣ। ତେଣୁ ସବୁ ସତ୍ତାର ପୂରଣୀ ପୁରୁଷୋତ୍ତମ ତାରେ ବୋଲେ ସବୁ ସତ୍ତା, ଏଇ ଯୋଉ ସତ୍ତା ଭିତରେ ବିଦ୍ୟମାନ ଅଛି ଆତ୍ମା, ଲିବିଡ, ସୁର ଯାହା ବି କୁହନ୍ତୁ ସବୁରି ମୂଳରେ ହଉଛନ୍ତି ସେ। ସେଇଥିପାଇଁ ଘୋଷଣା କରେ କମ୍ବୁ କଣ୍ଠରେ, যে পুরুষোত্তম উত্তম পুরক, সেই লোক জীবনের প্রিয় পরম, অস্থি বৃদ্ধির উদীপ্ত অনুপ্রেরণা, প্রাচীন ও নবীনর সার্থক নিত্য সংহতি, বিকৃতির শুভ বিনায়ক, সেই স্বতঃস্ফূর্ত লোকগুরু, লোকনেতা, পরমাচার্য বি সিয়ে হি অস্থি বৃদ্ধির বিহিত বিগ্রহ, প্রাচীনর সত্তা সংগত জীবন্ত মূর্তি, দেশ কাল ও পাত্রানুক সুযোগ্য প্রদীপনের। তেণু সে প্রিয় পরম পরম পূজ্য পরম অগ্নিমুখ জীবনর জীবনাগ্নি স্বরূপ। এই জীবনর জীবনাগ্নি আপন যাহা বি কুহন্তু, নারে কହୁଛନ୍ତି সে অরুণ ভাই, সে তপন ভাই, সে দেবাশিষ ভাই, সে দীনবন্ধু ভাই, সে সরোজ ভাই, কিন্তু এই ভিতরে গোটে আত্মা আছে, ସିଏ ହଉଛନ୍ତି ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ତେଣୁ ଭାବରବାଣୀରେ କହୁଛନ୍ତି যখন তোমার কেউ ছিলে না, ତମର ଯେତେବେଳେ କେହି ନଥିଲେ, এই ପୃଥିବୀରେ ଗୋଟେ ଅତୃପ୍ତ ଆତ୍ମା ହେଇକିନା ଘୁରି ବୁଲୁଥିଲ, এই ପୃଥିବୀ ସୃଷ୍ଟି ହେଇଥିଲି କା ନାହିଁ ସେଇଟା ବି ସନ୍ଦେହ। তখন ছিলাম আমি, সেତେବେଳେ ମୁଁ ଥିଲି। যখন তুমি ସବୁ ପିଏଛ, ସବୁ ପାଇଗଲି, ଚାକିରି ପରମାନେଣ୍ଟ ହେଇଗଲା, ସୁନ୍ଦରୀ ସ୍ତ୍ରୀ ଆସିଗଲା, ପୁଅ ଝିଅ ମାନେ ଆସିଗଲେ, ଘୋଡା ଗାଡି ବ୍ୟାଙ୍କ ବାଲାନ୍ସ କିଛି ରଖି ଦେଇଗଲି, ଜାଗା ବାଡି କରି ଦେଇଗଲି, ପର ହେଇছে আমি ভুলিগলি। মনে রাখো শ্রী ঠাকুর প্রশ্ন চিহ্ন লগাই দিয়েছেন, তখন তোমার কেউ থাকবে না, কেহি রহিবেনি তম পাখে। আসুচি মহামারী কোভিড র ছাট আপন মানে দেখিথিবে, অলগা অলগা ହେଇକିନା থিবে, ইয়ে তা মোহ চাইবনি, সিয়ে আ মোহ চাইবনি। যখন তোমার কেউ থাকবে না, তখন থাকবি আমি, সিয়ে থিবা আম পাখে অনন্তকাল পর্যন্ত। সে রহিথিবে আমরি মানক পাখে, আম মানকৰ কেয়ার টেকর হি। শ্রী ঠাকুর কହୁଛନ୍ତି তুমি মতে ভাল পাইবার ন পাইবার সেথিরে মোর কিছু যায় আসে না, কিন্তু তুমি যে মোর অতি নিজর এ কথাকে মু স্বীকার করি পারে না। এই সৎসঙ্গ দুইটা জিনিস ଦେଇଛି। ভাই মানে অনেক কথা কুহନ୍ତି, কোন ଦେଇଛି সৎসঙ্গ? আমার কাହିଁକି ଯିବା ସତ୍ସଙ୍ଗ? 1 নম্বর হলা দীক্ষা,
କହିଦେଲି ଦକ୍ଷ ହବାର କାଇଦା ଜଣାଏ। ନମ୍ବର 2 ଆଚାର୍ଯ୍ୟ ଦେବ। ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କରିଛି ଏ ସତ୍ସଙ୍ଗ। ଜୀବନ୍ତ ଆଚାର୍ଯ୍ୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସୃଷ୍ଟି କରିଛି ଆମମାନଙ୍କ ସମ୍ମୁଖରେ। କୌଣସି ପୁରୁଷୋତ୍ତମଙ୍କର ଭାବଧାରା ଭିତରେ ଦେଖନ୍ତୁ ଲୁପ୍ତ ହୋଇଯାଇଛି, ସୀମିତ ହୋଇଯାଇଛି ତାଙ୍କର ଜୀବନ ସେଇ ଗ୍ରନ୍ଥ ଭିତରେ, ସେଇ ଗ୍ରନ୍ଥାଗାର ଭିତରେ। କିନ୍ତୁ ପ୍ରିୟ ପରମଙ୍କର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର এই ସତ୍ସଙ୍ଗ ଭାବଧାରା ଭିତରେ ଦେଇ ପ୍ରତ୍ୟେକଙ୍କ ହୃଦୟରେ ଆଜି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଲୀଳା କରୁଛନ୍ତି, ପୂଜ୍ୟ ନବୀନ ବାବୁ ଲୀଳା କରୁଛନ୍ତି। ପରିବାରର କଥା କହିବି, ଭାଇମାନେ କୁହନ୍ତି ଠାକୁରଙ୍କୁ ପୂଜା କରିବା ଠିକ ଅଛି, କାହିଁକି ତାଙ୍କ ବଂଶଧର ସମସ୍ତଙ୍କୁ ପୂଜା କରିବା? ୱାନ୍ ଆଣ୍ଡ ଓନ୍ଲି ପ୍ରିୟ ପରମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ଶ୍ରୀ ଶ୍ରୀ ବଡମା ଆପଣ ମାନେ ଜାଣିଛନ୍ତି ସେ ଦିବ୍ୟ ଜୀବନ କଥା। ମା ମାନେ ଅଛନ୍ତି ଶ୍ରାବଣ ମାସରେ ମାତୃ ସମ୍ମିଳନୀ କରୁଥିବେ, ସବୁ ଜାଣିଛନ୍ତି। କୌଣସି ସ୍ୱାମୀଙ୍କର ଏ ଉକ୍ତି ନାହିଁ, ନଥିଲା କି କହିପାରିବ ନାହିଁ। ଆପଣ ମାନଙ୍କ ସ୍ତ୍ରୀ ଯଦି ନାରୀ ଦେହ ହୋଇ ଜନ୍ମ ହୋଇଥାନ୍ତେ, ଯୋଉ ରୂପ ହୋଇଥାନ୍ତା ସେଇଟା ହଉଛି ବଡ ବୋଉ। କୌଣସି ସ୍ୱାମୀ କହି ନାହିଁ କି କହିପାରିବ ନାହିଁ ତୁମ ବିନା ମୋର ଜୀବନଟା ଏମିତି ନିରୁଦ୍ବିଗ୍ନ ହେଇନଥାନ୍ତା। ପ୍ରିୟ ପରମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହିଦେଇ ଯାଇଛନ୍ତି। ଚିନ୍ତା କରନ୍ତୁ, ଏକ ଅଦ୍ୱିତୀୟ ବାସ୍ତବ ଘଟଣାଟିଏ କହିବି। ବିଶିଷ୍ଟ ରେଲୱେ କର୍ମଚାରୀ ଗୋପାଳ ଭୌମିକ ଆସିଛନ୍ତି ସେଦିନ ପ୍ରିୟ ପରମଙ୍କ ପାଖକୁ। ଅନେକ ଦିନ ହେଇଗଲା ଗୋପାଳ ତାଙ୍କର ଦେଖା ନାହିଁ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଗୋପାଳଟା କୋଥାয় ଗଲା ରେ, ওরা দেখা হয় না। ନା ଠାକୁର ତାଙ୍କର ମର୍ଣ୍ଣିଂ ସିଫ୍ଟ ଅଛି, ତେଣୁ ସେ ମର୍ଣ୍ଣିଂ ସିଫ୍ଟ ଆସି ଆଶ୍ରମର କର୍ମକାଣ୍ଡ କରିଦେଇ ପଳେଇ ଯାଉଛନ୍ତି। ଉପର ଓଳି ଥକି ଯାଉଛନ୍ତି, ଆସୁନାହିଁ, ତାକୁ ଡାକିବୁ ତ। গোপাল দাস শ্রী শ্রী ঠাকুর বলছেন কি গোপাল দা কেমনি আছেন? না ঠাকুর ভালো নয়। কি হয়েছে? গোপাল দা ভো ভো হয়ে কিনা কাঁদুଛନ୍ତି। কি হয়েছে বল না। গোপাল দা কହୁଛନ୍ତି ঠামাকে একটু আশীর্বাদ করেন ঠাকুর, আমি একটা সুখ নিদ্রা চাহি, মু গোটে সুখ নিদ চাহে। না কোন ହେଇଛି ତୋର? ନା ଯେତେବେଳେ ମୁଁ ଠାକୁର ସନ୍ଧ୍ୟାବେଳେ ଶୋଇ ପଡୁଛି ମୁଁ ଦେଖୁଛି ସେଇ କାଳୀ ମାଙ୍କୁ ସ୍ୱପ୍ନରେ। ତାଙ୍କର ସେଇ ଲାଲ ଲାଲ ଜିଭଟା ଭାରି ଡର ଲାଗୁଛି ଠାକୁର। ଏଇ ଯୋଉ ମୁଣ୍ଡ ଗୁଡାକ ସବୁ ତାଙ୍କ ମୁଣ୍ଡ ଚାରିପଟେ ଘୁରି ବୁଲୁଛି, ମୋ ପାଖକୁ ଆଗେଇ ଆସୁଛନ୍ତି, ମତେ ଭାରି ଡର ଲାଗୁଛି। 3 ମାସ ହେଲାଣି ମୁଁ ଠିକ ଶୋଇପାରୁନି, ମତେ ଦୟା କରନ୍ତୁ, ଗୋଟେ ସୁଖ ନିଦ୍ରା ଚାହେଁ। ଯୋଉ କଥା କହୁଥିଲି ସବୁ ଦେବତାର ସମାହାରରେ ପୁରୁଷୋତ୍ତମଙ୍କର ସୃଷ୍ଟି। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ତୁଇ ବଡମାର କାছে যা, ବଡମାଙ୍କ ପାଖକୁ ଯା। ପରିବାର ସ୍ୱାମୀ ସ୍ତ୍ରୀ ଏକ ଆଉ ଅଦ୍ୱିତୀୟ ଚିନ୍ତା କରିବେ ଘଟଣାଟାରୁ। ବଡମାଙ୍କ ପାଖରେ ଯାଇ କହୁଛି ବଡମା ଏମିତି ଏମିତି କଥା ଠାକୁର ମତେ ଆପଣଙ୍କ ପାଖକୁ ପଠେଇଲେ। ଶ୍ରୀ ବଡମା କହୁଛନ୍ତି ତୁ ଅଫିସ କେତେବେଳେ ଯାଉ? ନା 4:30 ପାହାନ୍ତିଆ 4:30 ବେଳେ ଅଫିସ ଥାଏ ମୋର, 5 ରୁ 1 ଯାଏ ଡ୍ୟୁଟି ଥାଏ। ବଡମା କହୁଛନ୍ତି ତୁ ଯେତେବେଳେ ବି ଯାଉ ଆନନ୍ଦ ବଜାରରେ କିଛି କିଛି ପରିବା ଦବୁ। ଆଜ୍ଞା 1 ମାସ ଗଲା, 2 ମାସ ପରେ ଶ୍ରୀ ଶ୍ରୀ ଠାକୁର ପୁଣି ଡାକିଲେ ଗୋପାଳଟାକୁ ଡାକ। ଗୋପାଳଟା ଆସିଲେ, ମୁଣ୍ଡିଆ ମାରିଲେ। ଠାକୁର କହୁଛନ୍ତି କି ব্যাপারটা কি হলো? না ঠাকুর সুখরে শোই পারুছি না, আর কালী মাতা আসে না, না আর আসেন না, ডাক তো। গোপাল তো ডরি দেউଛନ୍ତି না ঠাকুর আর ডাকি পারিবিনি, তাଙ୍କର সেই রূপটাকে ମୁଁ দেখি পারিনি না। আমি তো বললাম তুই ডাক, আজকেই ডাক, এখনই ডাক। ডাকিছি গোপাল দা ଆଉ ଆସିଛନ୍ତି ଶ୍ରୀ ଶ୍ରୀ ବଡମା। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ওই କାତ୍ୟାୟନୀ ଶବ୍ଦଟା ଦେଖି ନେବେ, ଯୋଉମାନେ ପୂଜକ ପଚାରି ଦେବେ କାତ୍ୟାୟନୀ ଶବ୍ଦର ଅର୍ଥ କଣ। তিনি কাত্যায়নী, ওরা যাই চায় ওইটা হয়। শ্রী শ্রী বড়মা হচ্ছেন কাত্যায়নীଙ୍କର দ্বিতীୟ রূপ। চিন্তা କରୁଛନ୍ତି ସବୁ ଦେବତାର ସମାହାରରେ ପୁରୁଷୋତ୍ତମଙ୍କର ସୃଷ୍ଟି। ତେଣୁ ସମସ୍ତଙ୍କୁ ପୂଜା କଲେ ପୂଜାଟା ତାଙ୍କରି ପାଖକୁ ଯିବ। ଯେମିତି ଯେତେ ନଦୀ ଯେତେ ବଢି ହଉଛି, ଯେତେ ବନ୍ୟା ହଉଛି, ମିଶୁଛି ଯାଇକି ସମୁଦ୍ରରେ। ଗୀତାରେ ଯୋଉ କଥା ପ୍ରଭୁ କୃଷ୍ଣଚନ୍ଦ୍ର କହିଦେଇ ଗଲେ ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନଚା ଯୁକ୍ତସ୍ୟ ଭାବନାଂ ନଚା ଭାବୟତ ଶାନ୍ତ ଅଶାନ୍ତସ୍ୟ କୁତ ସୁଖଂ। ଯିଏ ତାଙ୍କ ସହିତ ଯୁକ୍ତ ହେଇନି, ତାଙ୍କର ଆଦେଶ ନିର୍ଦ୍ଦେଶକୁ ଯିଏ ବାସ୍ତବ ଭାବରେ ପରିପାଳନ କରେନି, ସେ ଜୀବନରେ କେବେ ଶାନ୍ତି ପାଏ। ଆଜି ପରିବାର ଗୁଡା ସେମିତି ଦାବାନଳରେ ଜଳୁଛି, କେହି କାହାରିକୁ ମାନିବା ପାଇଁ ନାରାଜ। ବାସ୍ତବ ଘଟଣାଟିଏ କହୁଛି। ବାଲେଶ୍ୱର ସତ୍ସଙ୍ଗ ବିହାରକୁ ଥରେ ଶ୍ରୀ ଶ୍ରୀ ଦାଦା ଆସିଥିଲେ, ସ୍ୱର୍ଗତ ଶ୍ରୀ ଶ୍ରୀ ଦାଦା ଆପଣ ମାନେ ଜାଣିଛନ୍ତି। ସକାଳୁ ଯାଇ ପହଞ୍ଚି ଗଲୁ ସମସ୍ତେ ଦର୍ଶନ ପ୍ରଣାମ କରିବା ପାଇଁ। ଶ୍ରୀ ଶ୍ରୀ ଦାଦା ବସିଛନ୍ତି। ବାଲିଆପାଳ ସାଇଡରୁ ଜଣେ ଦମ୍ପତି ସ୍ୱାମୀ ସ୍ତ୍ରୀ ଆସିଛନ୍ତି, ପୁଅ ଝିଅ 2 ଜଣ, ବାପା ମା 2 ଜଣ, ଏତିକି ଆସିଛନ୍ତି। ଶ୍ରୀ ଶ୍ରୀ ମଧୁଦା ସ୍ୱର୍ଗତ ମଧୁସୂଦନ ସେନ ତାଙ୍କର ସହପ୍ରତିନିଧି ଆସିକିନା ଶ୍ରୀ ଶ୍ରୀ ଦାଦା ବସିଲେ, ଆମମାନେ ସବୁ ପ୍ରଣାମ କଲୁ। মধুদা আগে যাইকিনা কହୁଛନ୍ତି আজ্ঞা ওই বালিয়াপাল থেকে এসেছেন, ওরা বহুত অশান্তিতে থাকে,
ବାଲିଆପାଳ ପାଖରୁ ଆସିଛନ୍ତି, ଯେ ବହୁତ ଅଶାନ୍ତିରେ ରହୁଛନ୍ତି। ଶ୍ରୀ ଦାଦା ମୁହଁଟାକୁ ଟିକେ ମୁଚକି ହସି ଦେଇ କହୁଛନ୍ତି, এই শান্তিটা কোথায় থেকে পাওয়া যাবে? এই শান্তিটা তো এইদিকে আছে। নিজে হৃদয়କୁ ଦେଇକିନା କହୁଛନ୍ତି এইদিকে আছে। তার কারণ এখানে ঠাকুর আছে। দীক্ষা নেই গলে খালি শান্তি মিଳିବନି। ଯୋଉ କଥା ସତ୍ୟାନୁସରଣ କହିଦେଇ ଗଲେ ସ୍କୁଲରେ ପଢିଲେ ତାକୁ ଛାତ୍ର କୁହାଯାଏ ନା। ତାର ଯୋଉ କର୍ତ୍ତବ୍ୟ କରିବା ପାଇଁ ପଡିବ, ଶ୍ରୀ ଦାଦା ତାଙ୍କୁ ପଚାରୁଛନ୍ତି, ତୋର ପରିବାରରେ କୋଉ ଜଣରେ? ସମସ୍ତେ ପ୍ରଣାମ କରୁଛନ୍ତି। ସେ ଭାଇ ଜଣକୁ ଚିହ୍ନେଇ ଦଉଛନ୍ତି, ଏ ମୋ ସ୍ତ୍ରୀ, ଏ ମୋ ପୁଅ, ଇଏ ବାପା ଆଉ ମା। ଶ୍ରୀ ଦାଦା ପଚାରୁଛନ୍ତି, ସକାଳୁ ସନ୍ଧ୍ୟା ଦୁଇ ଓଳି ପ୍ରାର୍ଥନା ହୁଏ? ଚୁପ ହେଇକିନା ରହୁଛନ୍ତି। କେବେ କରେ କେବେ କରେ ନା। ଶ୍ରୀ ଦାଦା କହୁଛନ୍ତି ଛାଡେ। ଓ ସତୁଅନଜ୍ଞାଟା ପାଠ କରି এই যে মুহ ক্রোধী মুহ মানি দীক্ষা নেলা বেলে ঋত্বিক দেবতা যে কথা শিখেই থানতি, মুহ ক্রোধী মুহ মানি, ওইটা পাঠ করি? ওইটা তো আমি জানি না। শ্রী দাদা কହୁଛନ୍ତି ওরা ঋତ୍ବିক কে? মধুদাস ସେତେବେଳକୁ ଥରିଲେଣି, ମୋ ପାଖରେ ଛିଡା ହେଇଥିଲେ, ଥରିଲେଣି, ମୋ ହାତଟାକୁ ଜୋର କରି ଧରୁଛନ୍ତି। ମୁଁ କହିଲି ଆଜ୍ଞା ଆଣ୍ଠେଇ ଯାଆନ୍ତୁ, ଭୁଲ ମାଗି ନିଅନ୍ତୁ। ଶ୍ରୀ ଦାଦା ବଡ ବଡ ଆଖି କରିକିନା କହୁଛନ୍ତି, ওইটা তাকে বলে না, ସେଇଟା ତାକୁ ତୁ କହିନୁ? ନା ଆଜ୍ଞା କହିଥିଲି, ସିଏ କରୁନି ନା। ଆରେ କେବାର ବୋଲେ ଦିଏ, ଆଉ ଥରେ ତାଙ୍କୁ କହିଦେବୁ। ଚିନ୍ତା କରନ୍ତୁ, ଏକଦମ ମୂଳ ଯୋଉ କଥା ସତ୍ୟାନୁସରଣରେ କହିଲେ, ମୂଳଟାକୁ ଜାଣିବା ହିଁ ହେଲା ଧର୍ମ। ଖାଲି ଦୀକ୍ଷା ନେଇଗଲେ ହୁଏ ନା। ବହୁତ କିଛି ଟିକେ ଟିକେ କରିବା ଭିତରେ ଦେଇ ମଣିଷଟା ରିଫର୍ମେସନ ହୁଏ, ପରିବର୍ତ୍ତନ ହୁଏ। ଯୋଉ କଥା ଠାକୁର କହିଲେ ତାଙ୍କର ଲକ୍ଷ୍ୟରେ, ଏଭ୍ରି ମ୍ୟାନ୍ ଇଜ ଟୁ ବି ରିଫର୍ମ ଏଣ୍ଡ ଏଭ୍ରି ହାଉସ ଇଜ ଟୁ ବି ରିକନଷ୍ଟ୍ରକ୍ଟେଡ। ମଣିଷ ଭିତରେ ଯେ ମଣିଷ ପଣିଆ ନାହିଁ, ଦିବ୍ୟତ୍ୱ ପଣିଆ ନାହିଁ, ଶୀତ ପଣିଆ ନାହିଁ, ସେଇ ମଣିଷଟା 16 ଅଣା ମଣିଷରେ ରୂପାନ୍ତରିତ ହେବ ପ୍ରିୟ ପରମକୁ ଗ୍ରହଣ କଲେ। ଆଉ ଆମ ମାନଙ୍କ ଜୀବନ ସ୍ୱାର୍ଥପର ମଣିଷ ଏମିତି ହେଇଯାଇଛି, ଯଦି ଟିକେ ପାନରୁ ଚୂନ ଖସିଗଲା, ଭାଇ ଏତେ କଥା କହୁଛ, ତପନ ଭାଇ ଗାଡିରେ ଧରିକିନା ସମସ୍ତଙ୍କୁ ବୁଲୁଛନ୍ତି, ଯୋଜନ ଯାଜନ ଇଷ୍ଟମୂର୍ତ୍ତି କଲେ କାଟେ ମହାଗାତି। କାହିଁକି ଏଇ ଘଟଣାଟା ହେଲା? ବାସ୍ତବ ଘଟଣାଟା କହୁଛି, ଆପଣ ମାନେ ଜାଣିଛନ୍ତି ସେ ଘଟଣା। ଟାଇଟାନିକ ର ସିନେମା ଆପଣ ମାନେ ସମସ୍ତେ ଦେଖିଛନ୍ତି। ଟାଇଟାନିକ ଜାହାଜ ଯୋଉ ବରଫ ପାହାଡରେ କଲିଜନ ହେଲା, ଅନେକ ଲୋକ ମରିଗଲେ। ଘଟଣାଟା 1912 ମସିହା ଏପ୍ରିଲ ମାସ 12 ତାରିଖ ଲଣ୍ଡନର ହାମସାର ସିଟିର ସଦର୍ନ ପୋର୍ଟ ବନ୍ଦରରୁ ସେ ଯାଉଥିଲା ସେ ବେଳାସ ବେସନମୟୀ ଜାହାଜ। ବାହାରିବାର ଥିଲା ଏପ୍ରିଲ ମାସ 12 ତାରିଖ। ସ୍କଟଲାଣ୍ଡର ଜଣେ ବିଶିଷ୍ଟ ଚାଷୀ, ନାଁଟା ହେଲା କ୍ଲାର୍କ। ତାଙ୍କ ଘରର 7 ଜଣ ସଦସ୍ୟ, ସ୍ୱାମୀ ସ୍ତ୍ରୀ 5 ଜଣ ପିଲା। ଟିକେଟ କରିଛନ୍ତି ସେ ବିଳାସମୟୀ ଜାହାଜରେ ସେ ମଧ୍ୟ ଯାଇଥାନ୍ତେ। ଠିକ 3 ଦିନ ପୂର୍ବରୁ ତାଙ୍କ ଘରର ପୋଷା କୁକୁରଟା ତାଙ୍କ ସାନ ପୁଅକୁ କାମୁଡି ଦେଲା। ଇନଫେକ୍ସନଟା ଏତେ ଭାବରେ ବଢିଗଲା ଯେ ଡାକ୍ତର କହିଗଲେ 2 ମାସ ସେ ହସ୍ପିଟାଲରେ ଆଡମିଟ ହବ, ବାହାରେ କୁଆଡେ ଯାଇପାରିବନି। ଆଉ ତାର ସେ ବିଳାସ ବେସନ ଟାଇଟାନିକ ଜାହାଜର ତାର ରେଟଟା ଭ୍ୟାଲୁଟା ବହୁତ ବେଶୀ ଥିଲା, ଆପଣ ମାନେ ଜାଣିଛନ୍ତି। ଏବଂ ସେ ଟିକେଟ ୱାନ୍ସ ଯିଏ କଲା, ଥରେ ଯିଏ କଲା, ସେଟା ନନ୍ ରିଫଣ୍ଡେବଲ, ଆଉ ତାକୁ ରିଫଣ୍ଡ କରାଯିବନି। 7-8 ଟିକେଟ ବର୍ବାଦ ହେଇଗଲା। ସେ କ୍ଲାର୍କ ଭାଇ ହସ୍ପିଟାଲରୁ ପଳେଇ ଆସିଲେ, ତାଙ୍କର ସେ ପୋଷା କୁକୁରଟାକୁ ନିର୍ଧୁମ ଛେଚିଲେ। ଆମରି ଭଳିଆ ମଣିଷ, ଜାଣିନୁ ଆମର କଣ ହବ, ଧୁମ ପିଟିଲେ। ତାଙ୍କର ଗଡ ତାଙ୍କୁ କୁହାଯାଏ ଖ୍ରାଇଷ୍ଟ, ଜେସସ୍ ଖ୍ରାଇଷ୍ଟ, ତାଙ୍କୁ ସେମିତି କବାଟ ଖୋଲିଲେ, ରୀତିମତ ଗାଳି ଦେଲେ। କାନ୍ଦୁଥାନ୍ତି, ଗାଳି ଦଉଥାନ୍ତି, ତମରି ପାଇଁ ଏଇ କଥା ହେଲା, ତମକୁ କେତେ ଦିନ ପୂଜା କଲି, ଭୋଗ ଦେଲି, ନିବେଦନ କଲି, ଏସା କଲି ତେସା କଲି, କାହିଁକି ମୋ କୁକୁର କାମୁଡିଲା, ମତେ ଏତେ ଲକ୍ଷ ଟଙ୍କା ଲସ୍ ହେଇଗଲା, ମୋ ଛୋଟିଆ ଚାଷୀଟେ ଇଚ୍ଛା ଥିଲା ପିଲାମାନଙ୍କୁ ନେଇ ବାହାରକୁ ଯାଇଥାନ୍ତି, ବୁଲିକିନା ଆସିଥାନ୍ତି, କାହିଁକି ଏମିତି ଘଟଣା ଘଟିଲା। ଯେତେବେଳେ ଜାହାଜ ଛାଡିବ ଠିକ 2 ଦିନ ପୂର୍ବରୁ, 3 ଦିନ ପୂର୍ବରୁ ଏଇ କାଣ୍ଡ ହେଇଛି। 2 ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ କହୁଛନ୍ତି, ଦେଖ ଆମେ 2 ଜଣ ରହୁଛୁ, ତମେ 5 ଜଣ ପଳେଇ ଯାଅ, ଟିକେଟ ଗୁଡା କାହିଁକି ଚାଲିଯିବ। ମନ ମାନିଲା, ମା ପୁଅ ଯିବେନି, ମୁଁ କାହାକୁ ନେଇକି ଯିବି, ହଉ ଯଦି କହୁଛ ତାହେଲେ ଟିକେ ଜାହାଜଟାକୁ ଦେଖି ଆସିବା। ସମସ୍ତେ ଗଲେ, ବ୍ୟାଣ୍ଡେଜ ହେଇଛି ସାନ ପୁଅ, ଜାହାଜ ଦେଖୁଛନ୍ତି, ଅନେକ ଲୋକମାନେ ଚଢୁଛନ୍ତି, ଓହ୍ଲଉଛନ୍ତି, ବିଭିନ୍ନ ତାଙ୍କର ଯୋଉ କର୍ମଚାରୀ ମାନେ ସବୁ ବସୁଛନ୍ତି, ଜାହାଜ ଛାଡିଦେଲା, ପଳେଇଗଲା। ସେଠୁ ଜାହାଜ ଛାଡି ଦେଇକିରି ପଳେଇ ଆସିଲା ଘରକୁ, ସେ ପୋଷାକକୁ ଧରିଲା, ଆଉ ଥରେ ପୁଣି ଛେଚିଲେ, ପୁଣି ତାଙ୍କର ଗଡ ଖ୍ରାଇଷ୍ଟକୁ ରୀତିମତ ସୁଧିଲେ। ଠିକ 5 ଦିନ ପରେ 12 ତାରିଖ, 3 ଦିନ ପରେ 15 ତାରିଖ ଦିନ କଲିଜନ ହେଲା ସେ ବରଫ ପାହାଡ ସହିତ। 1500ରୁ 1700 ଲୋକ ମରିଥିଲେ, 700-800 ଲୋକଙ୍କୁ ରେସ୍କ୍ୟୁ କରାହେଇଥିଲା, ସେଠୁ କିଛି ମରିଯାଇଥିଲେ। ପରେ ଏଇ କଥାଟା ଯେତେବେଳେ ସେ କ୍ଲାର୍କ ଭାଇ ଶୁଣି ଦେଇଗଲା, ସେ ପୋଷା କୁକୁରଟାକୁ ଗେଲ କରୁଛି, ଖୋଇ ଦଉଛି, ତାକୁ ଜେସସ୍ ଖ୍ରାଇଷ୍ଟକୁ ଫୁଲ ଦଉଛି, ନୈବେଦ୍ୟ ଦଉଛି, ତାଙ୍କୁ ପୂଜା କରୁଛି, ଯାହା ହଉ ତମ ଦୟାରୁ ଆମମାନଙ୍କର ଜୀବନ ବଞ୍ଚିଗଲା। ପ୍ରିୟ ପରମ କହି ଦେଇଗଲେ, ତାଙ୍କ ଇଚ୍ଛା ହିଁ ମଙ୍ଗଳ, ତାଙ୍କ ଇଚ୍ଛାରେ ଚାଲିବା ପାଇଁ ପଡେ।
आमे तांकर इच्छाधीन हवा सी आमर इच्छाधीन हेबेनी श्री श्री आचार्य देव कहउतांती तांको इच्छा माफिक चलीबा पई पड़िबो एई जे आह्वान आछि वर्तमान डीपी वर्क्स दीक्षा पत्र कार्यक्रम जो भाई माने मां माने प्रिय परम को अनेक दिन रु नेई से दुर्बल मुहूर्त रे तांको आज भूली जाइछन्ती ठिकाना हजि जाइछि तांको आपणे नबार गोटे समय श्री श्री आचार्य देव एवं पूजन अविन बाबू जो आह्वान दैछन्ती से डीपी वर्क्स भितरे करिवा भितरे देखा जाउछि मनीष मंगलर यज्ञ रे अधिकारी होउछि एई बांग्लादेश रो किछि दिन तळे सोशल मीडिया रे गोटे खबर आस्तिला आपण माने जानिथिबे गोटे बाजार भितरे गोटे भाईटे दुकान करिछि एई टीणो रे सबु केबिन गुडाक शॉर्ट सर्किट है कि सब गुड़ा दुकान पड़ी गला केवल से दुकान टा रही गला से भाई जनक कांदी कांदी कैमेरा रे कहउचंती एटा रही गला तार कारण होती डीपी वर्क्स जेते बेले समग्र शहरटा रे निया लागितला सब दुकान गुड़ा रे निया लागितला मु सेते बेले स्वप्न रे देखुची पूजिन अविन बाबू हसी किना कहउचंती सोई जा आराम से सो सकाळ देखे बेले एई कांड होई से सुंदर भाबे रे कहउतला से भाईटा जो माने देखिथिबे से वीडियोटा से कहूला मोर बापा मना करुले जीवाई माँ मना करुले जीवाई किंतु मु जाऊली सांग मान सहित प्रिय परम घोषणा कले से माने होउचंती परम योद्धा उद्घोषणा करुचंती ताकर भाववाणी रे कि अछ अग्नितपा देव वीर्यवाही एक निष्ठ श्रद्धा उत्साहित अदम्य रम्य संभोगशाली अमृताहरणी परम योद्धा पराक्रम प्रदीप्त प्रदीप्त कर्णमती आस आयुध हाथ रे लियो दक्ष दीक्षा रे निजको आहुति देई अमृतर संधान रे लागि जाओ सुतरां एई दीक्षा मनीष को अमृतर संधान देइची बंचिबार आह्वान देइची बढ़िबार प्रेरणा देइची आउ जणे भलो मनीष हेई एई समाज रे विभिन्न प्रतिकूल परिस्थिति को विदारित करी आगे जाई प्रिय परमंकर सही उत्स रे पहुंचीबार गोटे मार्ग देखैची सत्संग तेणु परिशेष रे समय सरी गलानी विशेष करी खाता देखा कार्यक्रम थिला बळो थिबार मु भी टिके व्यस्त अछि आउ थरे परिवार उद्देश्य रे गोटे छोटी आशीर्वाद कही प्रिय परमंकर वक्तव्य सांग करिबी जागे उठो अरे आर्य संतान उड़ा विजय केतन व्यक्ति दंपति परिवार राष्ट्र समाज हेउरे महान धमनीरे तुम महामानवर द्रुति सलित छुटई कृति संवेगरे हुओ आगवान संग्रामे हुओ विजयी महाजीवन रे रंजित हुओ गगन पवन रंगाई आदर्श हेउरे जीवन तुमर तनु मन प्राण रंगाई स्वर्ग हेउरे मरत भूइटा परिवार हेउ मंदिर देव दुर्लभ चलन चरित्रे होई जीति जाओ भास्कर मुखे तुमर भलभाषा फुटु अंतर जरु संप्रीति भातृ बंधन हुओ मतुआर दृढ़ हेउरे संगति कथा कार्य को समतार रखी चला पथ चाल तुमर देखी बुझी जाओ बुझा जगत केउ पथ अटे ताहार न जागिले तुमे जागिबेनी केही परिणाम हेब ध्वंस तो व्यक्ति जागिले सृष्टि जागिब अभिनय हेब सार्थक अभिनय हेब सार्थक समस्त जय गुरु।